ଯେକୌଣସି ହୋଟେଲରେ ଖାଇ ବସିଲେ ଆଗେ ଆସେ ସାଲାଡ ନହେଲେ ପାମ୍ପଡ଼। ଆଙ୍କୁ ଭାରି ଭୋକ ହେଇଗଲା ବୋଲି ଆମେ ସେଦିନ ବାହାରେ ଖାଇବାକୁ ନିଷ୍ପତ୍ତି ନେଇଥିଲୁ। ହେଲେ ଇଏ କେବେ ବି ବାହାରେ ଖାଇବାକୁ ପସନ୍ଦ କରନ୍ତିନି। ବେଳ ହେଇଗଲା, ଘରକୁ ଫେରି ପାରିଲୁନି। ସବୁବେଳେ ଇଏ ମାଛ ହିଁ ଭଲ ପାଆନ୍ତି। ତାଙ୍କ ପାଇଁ ମାଛ ମଗା ହେଲା। ଆଉ 3 ପିଲାଙ୍କୁ ମଟନ ଖାଇବାକୁ ଭଲ ଲାଗୁଥିବାରୁ ସେମାନେ ଖାଇଲେ। ସବୁ ହୋଟେଲର ନାଁ ଥାଏ, ଏ ହୋଟେଲର ରୋଷେଇ ଭଲ, ସେ ହୋଟେଲର ଖାଇବା ଭଲ, କିନ୍ତୁ ସେଇ ଭଲ ଖାଇବାଟି ପରସିବା ପାଇଁ ଯାହାର ଅକ୍ଳାନ୍ତ ପରିଶ୍ରମ ଥାଏ ଆମେ ତାକୁ କେବେ ଭେଟି ପାରନ୍ତିନି ବା ତା ବିଷୟରେ କିଛି ଚିନ୍ତା କରନ୍ତିନି। ମୁଁ ତ ସବୁଦିନେ ମିଠା ପ୍ରିୟ। ସେମାନେ ଖାଇଲା ବେଳକୁ ମୁଁ କହିଲି ମୋ ପାଇଁ ଟିକେ ରାବିଡ଼ି ମଗେଇ ଦିଅ। ରାବିଡ଼ିଟି ଖାଇଦେଇ ମୁଁ ହାତ ଧୋଇ ଗଲା ବେଳକୁ ଏ ପୁଅ ଜଣକ କ'ଣ କରୁଛନ୍ତି ଦେଖିଲେ, ସାଲାଡ ପ୍ଲେଟ୍ ସଜାଡୁଥିଲେ। ମୁଁ କହିଲି ଏବେ କାଟିବ ବାପା, ଦେଖନ୍ତୁ ତାଙ୍କ କାକୁଡ଼ି କଟା। ଏଇମାନଙ୍କ ନିଖୁଣ ହାତର ପରିଶ୍ରମ ହିଁ ସବୁକିଛି ସଜେଇ ଦେଇଥାଏ, କିନ୍ତୁ ଯିଏ ବାହାରକୁ ସଜାନ୍ତି ସେମାନେ କେବେ ବାହାରକୁ ଦିଶନ୍ତି ନାହିଁ। ଠିକ୍ କହିଲି?